जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन को आगू बढ़ेगा। आस्ट्रो सेशन क्रमरे आज आम पढ़िबा 12 जन्म फल। मानसागरी पद्धति रे अनुଯାयी आम 12 जन्म फल को आज पढ़िबा। आमे माने प्रत्येक अवगत जे पुराण जुगरे पुरातन जुगरे ज्योतिष शास्त्र को विशेष करी मुहूर्त ପାଇଁ यूज करा जाउथला। ऑस्पिशियस टाइम बाहर करिया ପାଇଁ यूज करा जाउथला। मुहूर्त शास्त्र जे केते महनीयता केते उपादेयता अछि सेटा विषय कहवा कहीकि कथारे कहीकि कंप्लीट करा जाई पारे नहीं। आमे जानिछे जे मुहूर्त शास्त्र रे पांचटा जिंस बहुत ही इंपोर्टेंट तिथि बार नक्षत्र जोगकरण ए पांचटा ऊपर बेस करके ही मुहूर्त शास्त्र को डिफाइन करा जाए এবং मुहूर्त शास्त्र को ऊपर कार्य करा जाए। जो पांचटी जिनिस रही एई पांचटी जिनिस नहीं कि गोटे लोक जिते जन्म हुए सेतेबेले तार किछि ट्रेट्स बा गुणावली ସେଇ ବାରର ତିଥିର ନକ୍ଷତ୍ରର ଯୋଗର କरणର ତା ଭିତରେ ଆସେ ଏବଂ ସେ ଗୁଣାବଳୀ ଗୁଡାକ କିଭଳି ଭାବରେ ଆସେ ନା ପଞ୍ଚଭୂତ ଟାଇପର ଆସେ ନା ଯେମିତି ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ। ସେମିତି ଆମର ପଞ୍ଚାଙ୍ଗ ବି ତିଥି ବାର ନକ୍ଷତ୍ର ଯୋଗ କରଣ। ତେବେ ଆମେ ପ୍ରିଭିୟସ ସେସନରେ ପଢିଥିଲେ ଯଦି ତିଥିରେ ଜନ୍ମ ହେଲା ତାହେଲେ କିଭଳି ଭାବରେ ଟ୍ରେଟ୍ସ ରହିବ ମାନସାଗରୀ ପଦ୍ଧତି ତାପରେ କଣ କହୁଛି। ଆଜି ଆମେ ପଢିବା 12 ଜନ୍ମ ଫଳ। जो 7/12 ଯଦି କିଏ ଜନ୍ମ ହେଲା ତାହେଲେ କିଭଳି ଭାବରେ ତାର ଟ୍ରେଡ୍ସ କଣ ରହୁଛି ମାନସାଗର ପଦ୍ଧତି କଣ କହୁଛି। କିନ୍ତୁ କୁଣ୍ଡଳୀର ଆନାଲିସିସ୍ ସର୍ବପ୍ରଥମେ ପଞ୍ଚାଙ୍ଗରୁ ଆରମ୍ଭ କରିବା ଦରକାର। ପଞ୍ଚାଙ୍ଗ ଗୋଟେ ବ୍ରିଫ ଡେସ୍କ୍ରିପସନ ବ୍ରିଫ ଆଇଡିଆ ଦେଇ କି ବ୍ୟକ୍ତିର ପର୍ସନାଲିଟି କିଭଳି ଭାବରେ ହେଇଥିବ। ତ ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା ରବି ଆଦି ବାର ର ଜନ୍ମଫଳ। ଯଦି କୌଣସି ବ୍ୟକ୍ତି ରବିବାର ଜନ୍ମ ହେଇଛି ତାହେଲେ ପିତ୍ତ ପ୍ରକୃତିର, ପରମ ଚତୁର, ତେଜସ୍ୱୀ, ଯୁଦ୍ଧ ପ୍ରିୟ, ଦାନୀ ଏବଂ ମହା ଉତ୍ସାହୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ସୋମବାର ଜନ୍ମ ହେଇଛି ସେ ବ୍ୟକ୍ତି ବୁଦ୍ଧିମାନ, ପ୍ରିୟ ବକ୍ତା, ଶାନ୍ତ, ରାଜାଙ୍କ ଆଶ୍ରିତ, ସୁଖ ଦୁଃଖକୁ ସମାନ ମନେ କରିବା ବାଲା ଏବଂ ଧନୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ମଙ୍ଗଳବାରରେ ଜନ୍ମ ହେଇଛି ମାନସଗରୀ ପଦ୍ଧତି କହୁଛି ସେ ମନୁଷ୍ୟ କୁଟିଳ ବୁଦ୍ଧିଯୁକ୍ତ, ପୃଥିବୀରୁ ଜୀବିକା କରିବା ବାଲା, ଯୁଦ୍ଧ ପ୍ରିୟ, ମହାବଳୀ, ସେନାପତି ତଥା ଜନପାଳକ ହୋଇଥାଏ। ଯଦି କୌଣସି ଲୋକ ବୁଧବାର ଜନ୍ମ ହେଇଛି ତାହେଲେ ସେ ବ୍ୟକ୍ତି ଲେଖା ମାନେ ଲେଖନୀରୁ ଜୀବିକା ଅର୍ଜନ କରିବା ବାଲା, ପ୍ରିୟ ବକ୍ତା, ପଣ୍ଡିତ, ବୁଦ୍ଧିମାନ, ସୌନ୍ଦର୍ଯ୍ୟ ଓ ସମ୍ପତ୍ତି ଯୁକ୍ତ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଗୁରୁବାର ଦିନ ଜନ୍ମ ହେଇଛି ତାହେଲେ ସେ ବ୍ୟକ୍ତି ଧନବାନ, ବିବେକୀ, ଲୋକମାନଙ୍କ ମଧ୍ୟରେ ମାନ୍ୟ, ଅଧ୍ୟାପକ ୟା ରାଜମନ୍ତ୍ରୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଶୁକ୍ରବାରରେ ଜନ୍ମ ହେଇଛି ତାହେଲେ ସେ ଚଞ୍ଚଳ ଚିତ୍ତ, ଦେବତାଙ୍କ ନିନ୍ଦକ, ଧନୋପାର୍ଜନ ଆଉ ଖେଳରେ ଅନୁରକ୍ତ, ବୁଦ୍ଧିମାନ ଆଉ ସୁନ୍ଦର ବକ୍ତାଟିଏ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଶନିବାରରେ ଜନ୍ମ ହେଇଛି ତାହେଲେ ତାର ବଚନ ସ୍ଥିର ବଚନ, ସେ ଯାହା କହିବ ସେୟା କରିବ, କ୍ରୂର, ଦୁଷ୍ଟ ଏବଂ ତାର ସ୍ୱଭାବରେ ମଧ୍ୟ ଦୁଷ୍ଟାମି ଆପଣ ପାଇବେ, ପରାକ୍ରମୀ, ନିଚ ଦୃଷ୍ଟି, ବିକୃତ ନଖ ବାଲା, ଅଧିକ କେଶ ବାଲା ଆଉ ନିଜ ମାନେ ବହୁତ ସ୍ତ୍ରୀ ମାନଙ୍କ ଭିତରେ ରତ ରହିଲା ବାଲା। ତ ଏଇଟା ହେଲା କଣ ନା ବାର ଫଳ। ରବି ଆଦି 7 ବାର ଯୋଉ ଅଛି ସେଇଟା ତାର ଫଳ। ତ ଆଜିର ସେସନ ଆମେ ଜାଣିଲେ 12 ଜନ୍ମ ଫଳ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।